ଏହି କାହାଣୀଟି ତ ବହୁତ ପୁରୁଣା, କିନ୍ତୁ ଆଜିର ସମୟରେ ନିହାତି ଶିକ୍ଷଣୀୟ। ଏକ ଛୋଟ ଗ୍ରାମରେ ଜଣେ ପରିବା ବିକାଳି ଥିଲା। ନା ତାର ଲକ୍ଷ୍ମୀ। ଲକ୍ଷ୍ମୀ ପ୍ରତିଦିନ ଗାଁ ପାଖ ହାଟରେ ପରିବା ବିକ୍ରି କରେ। ପରିବା ନିଅ ପରିବା, ତାଜା ତାଜା ପରିବା, ବାଡ଼ି ପରିବା, ପରିବା ନେବ ପରିବା, ବାଡ଼ି ବାଇଗଣ, ପଠା ପୋଟଳ, କୋଶଳ ଶାଗର ଭଜା, ପଖାଳ ଭାତରେ ଦହି ମୁଆଇଲେ ପାଇବ ତାର ମଜା। ପରିବା ନେବ ପରିବା, ବୋଇତି କଖାରୁ ସାରୁ ସହିତ ଚିଙ୍ଗୁଡ଼ି ମାଛକୁ ଦେଇ, ପୋଇ ଡଙ୍କ ସାଥେ ବେସର ବଟା ପାଟିରୁ ଛାଡ଼ିବ ନାହିଁ। ପରିବା ନେବ ପରିବା। ଗାଁର ସମସ୍ତ ଲୋକ ଲକ୍ଷ୍ମୀ ଠାରୁ ହିଁ ପରିବା ନିଅନ୍ତି, କାହିଁକି ନା ଲକ୍ଷ୍ମୀର ପରିବା ସବୁଜ ଆଉ ସତେଜ। ଲକ୍ଷ୍ମୀ 2 କେଜି ଆଳୁ ଦେଲୁ। ହଁ କାକା, ଦଉଛି। ଆରେ ଲକ୍ଷ୍ମୀ, ଏ ଆଳୁ ସବୁ ସିଝିବ ତ? ସିଝିବ କଣ କାକା, ତରକାରୀରେ ପଡୁ ପଡୁ ଆଳୁ ସବୁ ମିଳେଇ ଯିବ। ହଁ। ଲକ୍ଷ୍ମୀ ସବୁତକ ପନିପରିବା ତା ନିଜ ବାଡ଼ିରେ ଲଗାଇଥାଏ। ସେ ତା କ୍ଷେତରେ ରାସାୟନିକ ସାର ବଦଳରେ ଜୈବିକ ଖତ ବ୍ୟବହାର କରେ, ଯାହା ଫଳରେ ପନିପରିବା ସତେଜ ଓ ସବୁଜ ହୋଇଥାଏ। ଆରେ ଲକ୍ଷ୍ମୀ, 2 କେଜି ଟମାଟର ଦେଲୁ। ହାଟରେ ସବୁ ପରିବା ସରିଗଲାଣି। ମୋ ପାଖରେ ବି ସବୁତକ ପରିବା ସରିଗଲାଣି। ଏତେ ବଡ଼ ଅସୁବିଧା ହୋଇଗଲା। ହଉ, କାଲିକୁ ମୋ ପାଇଁ ଆଗତୁରା 2 କେଜି ଟମାଟର ରଖିଦେଇଥିବୁ। ଠିକ୍ ଅଛି ମଉସା, ମୁଁ କାଲି ତମ ପାଇଁ 2 କେଜି ଟମାଟର ରଖିଦେବି। ଲକ୍ଷ୍ମୀର ଗୋଟିଏ ପୁଅ ଥାଏ, ନା ତାର ବଣ୍ଟି। ସନ୍ଧ୍ୟାବେଳେ ମା ପୁଅ ବସି କଥା ହେଉଥାନ୍ତି। ବୋଉ, ଆଜିକାଲି ତ ତୁ ବହୁତ ବେଳାବେଳି ଘରକୁ ଫେରି ଆସୁଛୁ। ହଁ, କାହିଁକି ନା ମୋର ପରିବା ସବୁ ଶୀଘ୍ର ଶୀଘ୍ର ସରିଯାଉଛି, ଆଉ ପରିବା ସରିଗଲେ ଘରକୁ ଫେରି ଆସୁଛି। ବୋଉ, ମୁଁ ବହିରେ ପଢ଼ିଥିଲି କି ଯଦି ଆମେ ଖତ ବଦଳରେ ରାସାୟନିକ ସାର ଓ ଔଷଧ ବ୍ୟବହାର କରିବା, ତାହେଲେ ଆମର ଆହୁରି 5 ଗୁଣା ଅଧିକ ପରିବା ଆମ କ୍ଷେତରେ ଫଳିବ। ଯାହା ଫଳରେ ପ୍ରତିଦିନ ଯେତିକି ଟଙ୍କା ତୁ ପରିବା ବିକିକି ପାଉଥିଲୁ, ତାର 5 ଗୁଣା ଅଧିକ ଟଙ୍କା ପାଇବୁ। ତୁ ସତ କହୁଛୁ ପୁଅ? ମୁଁ ତ ମାଇପି ଲୋକ, ମୁଁ କ'ଣ ପାଠ ପଢ଼ିଛି ଯେ ଏତେ କଥା ଜାଣିଛି? ହଉ, ତୁ ଏଇ ଟଙ୍କା ରଖ। ମୋତେ କାଲି ବିଲରେ ପକେଇବା ପାଇଁ ସାର ଆଉ ଔଷଧ ଆଣିଦେବୁ। ତା ପରଠାରୁ ଲକ୍ଷ୍ମୀ ଜୈବିକ ଖତ ବଦଳରେ ରାସାୟନିକ ସାର ଆଉ ଔଷଧ ତା କ୍ଷେତରେ ପକାଇଲା। କିଛି ଦିନ ପରେ ସତକୁ ସତ ପନିପରିବା ସବୁ ବହୁତ ପ୍ରଚୁର ପରିମାଣରେ ଫଳିଲା। ଏହା ଦେଖି ଲକ୍ଷ୍ମୀର ଖୁସି କହିଲେ ନ ସରେ। ଲକ୍ଷ୍ମୀ, ମୋ ପାଇଁ 2 କେଜି ଟମାଟର ରଖିଛୁ ନା? ହଁ ମଉସା, ସେଦିନ ସିନା ଖାଲି ହାତରେ ଫେରି ଯାଇଥିଲ, କିନ୍ତୁ ଆଜି ନୁହେଁ। ସେଦିନ ଲକ୍ଷ୍ମୀର ସବୁତକ ପରିବା ବିକ୍ରି ହୋଇଗଲା, ଆଉ ସେ ପରିବା ବିକ୍ରି କରିବା ପରେ ସବୁତକ ଟଙ୍କା ଗଣିଲା। ପରିବାରେ ପ୍ରଚୁର ଲାଭ ଦେଖି ସେ ବହୁତ ଖୁସି ହୋଇଗଲା। ତା ପରଠାରୁ ଲକ୍ଷ୍ମୀ ପ୍ରତିଦିନ କ୍ଷେତରେ ବଜାରର ରାସାୟନିକ ସାର ଓ ଔଷଧ ପକାଇଲା। କିଛି ଦିନ ପରେ ଗାଁର ପିଲା ବୁଢ଼ା ଲୋକ ସବୁ ବେମାରରେ ପଡ଼ିଲେ। ଦିନକୁ ଦିନ ଗାଁର ସମସ୍ତ ଲୋକଙ୍କୁ ବେମାର ହୋଇଗଲା। କାହାରିକୁ ବୁଦ୍ଧି ବାଟ କିଛି ଦିଶିଲା ନାହିଁ। ସମସ୍ତେ ଡାକ୍ତରଖାନାରେ ଲମ୍ବା ଲାଇନ ଲଗେଇଦେଲେ। ବେମାରର କାରଣ ଜାଣିବା ପାଇଁ ଗାଁର ମୁଖିଆ ପାଖ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କୁ ଭେଟିଲେ। ଡାକ୍ତର ବାବୁ, ଗାଁରେ ସବୁ ଲୋକକୁ ଏକାଥରକରେ ବିମାର କେମିତି ହେଇଗଲା? ଏସବୁ ବିଷାକ୍ତ ଖାଦ୍ୟରୁ ହୋଇଛି। ଗାଁର ଲୋକମାନେ ଯେଉଁ ସବୁ ପନିପରିବା ଖାଇଛନ୍ତି, ତା ହୋଇଛି ରୋଗର ମୁଖ୍ୟ କାରଣ। ଲୋକମାନଙ୍କୁ ପରାମର୍ଶ ଦିଅନ୍ତୁ କି ସେ ସର୍ବଦା ସତେଜ ସବୁଜ ପନିପରିବା ଖାଇବେ। ରାସାୟନିକ ସାର ଦ୍ୱାରା ଫଳୁଥିବା ପରିବା ଜମା ବି ଖାଇବେ ନାହିଁ।
ମୁଖିଆର ମନେ ପଡ଼ିଗଲା ଲକ୍ଷ୍ମୀ କଥା। କାହିଁକି ନା ଗାଁର ସମସ୍ତ ଲୋକ ଲକ୍ଷ୍ମୀଠାରୁ ହିଁ ପରିବା ନିଅନ୍ତି। ଦିନେ ମୁଖିଆ ଲକ୍ଷ୍ମୀର ପଛେ ପଛେ ଯାଇ ଦେଖିଲା କି ଲକ୍ଷ୍ମୀ ତାର କ୍ଷେତରେ ରାସାୟନିକ ଔଷଧ ପରିବା ଗଛ ଉପରେ ସିଞ୍ଚୁଛି। ଭାଇମାନେ, ତୁମମାନଙ୍କୁ ଯୋଉ ବେମାରୀ ହୋଇଛି ଏଇ ସବୁ ସେ ପରିବା ବିକାଳି ଲକ୍ଷ୍ମୀ ପାଇଁ। ଲକ୍ଷ୍ମୀ ପାଇଁ? କେମିତି? ସେ ତ ଆମକୁ ଭଲ ଭଲ ପରିବା ଦିଏ। ନାଇଁ, ଲକ୍ଷ୍ମୀ ତୁମମାନଙ୍କୁ ଯେଉଁ ପରିବା ଦିଏ ସିଏ ସେଥିରେ ରାସାୟନିକ ସାର ଓ ଔଷଧ ମିଶାଇଥାଏ, ଯାହାଫଳରେ ତୁମର ଆଜିର ଏଇ ଅବସ୍ଥା। ଆଜିଠାରୁ ଆଉ ତା ପାଖରୁ ଗ୍ରାମର କୌଣସି ଲୋକ ବି ପରିବା ନେବେ ନାହିଁ। ଲୋକଙ୍କ କହିବା ଅନୁଯାୟୀ ଲକ୍ଷ୍ମୀ ପାଖରୁ ଆଉ କିଏ ବି ପରିବା କିଣିଲେ ନାହିଁ। ତା ପରଠାରୁ ଲକ୍ଷ୍ମୀର କୌଣସି ବି ଗୋଟେ ପରିବା ବିକ୍ରି ହେଲା ନାହିଁ। ଶେଷରେ ସେ ନିଜେ ବୁଝିଗଲା କି ନିଜ ଲୋଭ ଲାଗି ଆଜି ତାର ଏପରି ଦିନ ହେଲା। ହାଏ ସାଙ୍ଗମାନେ, ମୋର ଏହି ଛୋଟ ଚ୍ୟାନେଲ ସାହୁ କାର୍ଟୁନ ୱାର୍ଲ୍ଡକୁ ଆପଣମାନଙ୍କୁ ସ୍ୱାଗତ। ଆପଣଙ୍କୁ ମୋର ଏହି ଷ୍ଟୋରି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଲେଖି ଜଣାନ୍ତୁ ଏବଂ ଏମିତି ମଜାଳିଆ ଏବଂ ଶିକ୍ଷଣୀୟ ଷ୍ଟୋରି ଦେଖିବାକୁ ମୋର ଏହି ସାହୁ କାର୍ଟୁନ ୱାର୍ଲ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ ଆଣ୍ଡ ଲାଇକ୍ କରନ୍ତୁ।